ସମସ୍ତଙ୍କୁ ସ୍ୱାଗତ। କ'ଣ ପ୍ରଥମରୁ ଗଛ ଦେଖାଇଲେଣି? ଏହା କୌଣସି ସାଧାରଣ ଗଛ ନୁହେଁ ମୋ, ଏହା କଦମ୍ବ ଗଛ। ଏହି କଦମ୍ବ ଗଛର ତ ଷ୍ଟୋରି ଆପଣ ଜାଣିଥିବେ। ସେ ଶ୍ରୀକୃଷ୍ଣଙ୍କ ସହିତ କେତେ ଲୀଳାଖେଳା କରିଛି, କିନ୍ତୁ ଏହି କଦମ୍ବ ଫୁଲରେ ଆପଣମାନେ ଖେଳିଛନ୍ତି, କିନ୍ତୁ ତାକୁ ଖାଆନ୍ତି ବୋଲି ଆପଣମାନେ ଜାଣିଥିବେ ବୋଲି ମୁଁ ଭାବିପାରୁନି। ଯଦି ଜାଣିଥିବେ ତ ଭଲ କଥା, ମୋତେ ମେସେଜରେ ଜଣାଇବେ। ଯଦି ଜାଣିନାହାନ୍ତି ତାହେଲେ ଦେଖନ୍ତୁ କିପରି ଖିଆଯାଏ। ଏହି କଦମ୍ବ ଫୁଲର ରେସିପିଟି ମୋ ମଉସା ଏବଂ ମାଉସୀ ମିଶିକି କରିଛନ୍ତି। ତାହେଲେ ଚାଲନ୍ତୁ ଦେଖିନେବା କିପରି କରୁଛନ୍ତି। ପ୍ରଥମେ ମଉସା କ'ଣ କରିଛନ୍ତି ନା କଦମ୍ବ ଫୁଲଗୁଡ଼ିକୁ ତୋଳିକି ଆଣି ପକାଇଛନ୍ତି। ଆପଣ ତାକୁ ଫୁଲ କହିପାରନ୍ତି ବା ଫଳ କହିପାରନ୍ତି। ତାପରେ ତାର ଚାରି ସାଇଡ଼କୁ ପୁରା ଛଡ଼େଇ ନେଉଛନ୍ତି। ଦେଖନ୍ତୁ କିପରି ସେ ଛଡ଼େଇ ନେଇଛନ୍ତି। ଦେଖିପାରିଲେ ନା, ଛଡ଼େଇକି ପୁରା କାଟି ଦେଇଛନ୍ତି ଚାରି ଭାଗରେ। ତାପରେ ମାଉସୀକୁ ଦେଇଛନ୍ତି ଏବଂ ମାଉସୀ ସେସବୁକୁ ଭଲ ଭାବେ ଧୋଇ ନେଇଛନ୍ତି। ଦେଖିନିଅନ୍ତୁ। ମାଉସୀ ଧୋଇକି ତାପରେ ଗୋଟିଏ ସିଟି ଆସିବା ପାଇଁ ପ୍ରେସରରେ ଦେଇ ଦେଉଛନ୍ତି। ଦେଖୁନାହାନ୍ତି। ଆମ ହାତରେ ଯେହେତୁ ସମୟ ନାହିଁ ଖରାରେ 2-3 ଦିନ ଦେବା ପାଇଁ, ତେଣୁ ଆମେ ପ୍ରେସରରେ ସିଟି ଦେଉଛୁ। ଯଦି ଆପଣମାନଙ୍କ ପାଖରେ ସମୟ ଅଛି ତେବେ ଆପଣମାନେ ଖରାରେ ଦେଇପାରିବେ, ସିଟି ଦେବା ଜରୁରୀ ନୁହେଁ। ଚାଲନ୍ତୁ ଆଚାର ପାଇଁ ମସଲା ପ୍ରସ୍ତୁତ କରିବା। କଳା ସୋରିଷ, ଜିରା, ମେଥି, ଜୁଆଣି, ପାନମହୁରି, ଏସିଡ଼୍ ନ ହେବା ପାଇଁ ଗୋଲମରିଚ ନେବେ ଏବଂ ଲାଲି ଲଙ୍କା, ଯଦି ଲାଲି ଲଙ୍କା ଗୁଣ୍ଡ ଅଛି ତେବେ ଲାଲି ଲଙ୍କା ନେବେ ନାହିଁ। ଏବଂ ସେସବୁକୁ ଅଳ୍ପ ଆଞ୍ଚ ବା ଧୀର ଆଞ୍ଚରେ ଟିକିଏ ଭାଜି ନେବେ। ଦେଖନ୍ତୁ ଆମେ କିପରି ଭାଜୁଛୁ। ଭାଜି ସାରିଲା ପରେ ତାକୁ ଅଳ୍ପ ସମୟ ବାହାରେ ରଖିଦେବେ, ଯେପରି ସେ ଥଣ୍ଡା ହୋଇଯିବ। ଥଣ୍ଡା ହେଲା ପରେ ହିଁ ତାକୁ ଗ୍ରାଇଣ୍ଡିଙ୍ଗ କରିବେ, ଯେପରି ସେ ଖଦଖଦଡ଼ିଆ ରହିବ, ପୁରା ପାଲିସ ହେବ ନାହିଁ। ଏତେ ସବୁ ଭିତରେ ଆମର ସିଟି ଦେଇସାରିଥିଲା, ତେଣୁ ଆମେ ସିଟିକୁ ବାହାର କରିଦେଇ ତାକୁ ପୁଣି ଥଣ୍ଡା ପାଣିରେ ଧୋଇଦେଲୁ, ଯେପରି ଯଦି ପୁରା ନରମ ହୋଇଯାଇଥିବ ପୁଣି ଟାଣ ହୋଇଯିବ। ଦେଖିନିଅନ୍ତୁ। ଏହି ରେସିପିରେ ଟିକିଏ ମିଠା ଅଂଶ ଦେବା ପାଇଁ ଆମେ ଅଳ୍ପ ଟିକିଏ ଗୁଡ଼ ନେଇଛୁ ଏବଂ ଗୁଡ଼ଟିକୁ ଛେଚି ନେଇଛୁ ପ୍ରଥମେ। ଏବଂ ଗୁଡ଼ଟିକୁ ଛେଚି ସାରିଲା ପରେ ଗ୍ୟାସରେ କଡ଼େଇଟିଏ ବସାଇ ସେଠି ଅଳ୍ପ ପାଣି ଦେଇଛୁ, ଯେପରିକି ପାଣିଟି ପୁରା ଗରମ ହେଲା ପରେ ଗୁଡ଼ଟିକୁ ଦିଆଯିବ ଏବଂ ଗୁଡ଼ଟି ପୁରା ମେଲ୍ଟ ହୋଇଯିବ। ଦେଖନ୍ତୁ ଆମର ଗ୍ୟାସ୍ ଫ୍ଲେମ୍ ହାଇ ଅଛି, କାହିଁକି ନା ଗୁଡ଼ଟିକୁ ଆମକୁ ମେଲ୍ଟ କରିବାର ଅଛି, ଆଉ କିଛି ନୁହେଁ। ଦେଖିନିଅନ୍ତୁ ଗୁଡ଼ଟି କେତେ ମେଲ୍ଟ ହେବ, ଯେପରି ଉଖୁଡ଼ା କରାଯାଏ ବା ଖଇମୁଆ ପାଇଁ ଯେଉଁ ପାଗ କରାଯାଏ ସେହି ପାଗର ହିଁ ଆମ କରାଯିବ। ଦେଖନ୍ତୁ ପାଗ ହୋଇସାରିଲା ପରେ ମସଲା ଗୁଣ୍ଡ ଦେଇ ଦିଆଗଲା, ଯେଉଁ ମସଲାକୁ ଆମେ ଗ୍ରାଇଣ୍ଡିଙ୍ଗ କରିଥିଲେ। ତାପରେ 2 ଚାମଚ ହଳଦୀ ଦିଆଗଲା ଏବଂ 2 ଚାମଚ ଲଙ୍କା ଗୁଣ୍ଡ ଦେଇ ଦିଆଗଲା। ଦେଖିନିଅନ୍ତୁ ଏବଂ ଏସବୁକୁ ମିଶାଇ ଦିଆଗଲା। ତାପରେ ଲୁଣ 2 ଚାମଚ ଦେଇ ଦିଆଗଲା। ସ୍ୱାଦ ଅନୁସାରେ ହିଁ ଆପଣ ଏସବୁକୁ ଦେବେ। ଦେଖିନିଅନ୍ତୁ ଆପଣମାନେ ଯେଉଁ ପରିମାଣରେ ରାଗ ଖାଉଥିବେ ସେହି ପରିମାଣ ହିସାବରେ ହିଁ ଆପଣ ରାଗ ଦେବେ, ବେଶୀ ଅଧିକା ରାଗ ଦେବେ ନାହିଁ। ତାପରେ ଆପଣମାନେ ଯେଉଁ ସିଝେଇକି ରଖିଥିଲେ ସେସବୁକୁ ଦେଇଦେବେ। ଦେଖନ୍ତୁ ଯଦି ସିଝେଇ ନାହାନ୍ତି କେବଳ ଧୋଇଛନ୍ତି ସେଗୁଡ଼ିକୁ ଏବେ ଦେଇଦେବେ। ତାପରେ କଲର୍ ଆସିବା ପାଇଁ କଲର୍ ଗୁଣ୍ଡ ଦେଇ ଦିଆଗଲା। ଏଇଟା ହେଉଛି ଅପସନାଲ୍, ଆପଣ ଚାହିଁଲେ ଦେଇପାରିବେ, ନ ଚାହିଁଲେ ନାହିଁ। ଦେଖିନିଅନ୍ତୁ। ତାପରେ ସେସବୁକୁ ଭଲ ଭାବେ ଘାଣ୍ଟିକି ଗୋଟିଏ ସାଇଡ଼କୁ ଅଲଗାଇ ଦେବେ। ତାପରେ ଆଉ ଗୋଟିଏ କଡ଼େଇ ଗ୍ୟାସରେ ବସାଇବେ ଏବଂ କଡ଼େଇଟି ଗରମ ହେଲା ପରେ ସୋରିଷ ତେଲ ଦେବେ। ସୋରିଷ ତେଲ 3 ଚାମଚରୁ 4 ଚାମଚ ଦେବେ। ସୋରିଷ ତେଲଟି ଗରମ ହେଲା ପରେ ସେଠି ପଞ୍ଚଫୁଟଣ ଦେବେ। ଦେଖନ୍ତୁ ଆମର ସୋରିଷ ତେଲ ଗରମ ହୋଇଗଲାଣି, ତାପରେ ହିଁ ଆମେ ପଞ୍ଚଫୁଟଣ ଦେଉଛୁ। ଦେଖିନିଅନ୍ତୁ ପଞ୍ଚଫୁଟଣ ଭଲ ଭାବେ ଫୁଟି ସାରିଲା ପରେ ଆମେ ଯେଉଁ ଆଉ ଗୋଟିଏ କଡ଼େଇରେ ପ୍ରସ୍ତୁତ କରିଥିଲେ ସେସବୁକୁ ଏଇ କଡ଼େଇରେ ଢାଳିଦେବା ଏବଂ ଭଲ ଭାବରେ ଘାଣ୍ଟି ନେବା। ତାପରେ ଗ୍ୟାସକୁ ଅଫ୍ କରିଦେବା। ଥଣ୍ଡା ହେଲା ପରେ ହିଁ ତାକୁ ଡବାରେ ଭର୍ତ୍ତି କରିବେ ଏବଂ ଏମିତି ଭାବରେ ପ୍ରସ୍ତୁତ ହୋଇଗଲା ଆମର କଦମ୍ବ ଆଚାର। କଦମ୍ବ ଆଚାର ପ୍ରସ୍ତୁତି ହୋଇସାରିଲା ପରେ ମୁଁ ମାଆଙ୍କୁ ନେଇ ଚଖେଇଲି। ମା ଦେଖେ, ମାଉସୀ ମଉସା ମିଶିକି କରିଛନ୍ତି, କେମିତି ଟେଷ୍ଟ ହେଇଛି କହିଲୁ। ମଉସା କାଟି ଦେଇଛନ୍ତି, ମାଉସୀ କରିଛନ୍ତି। ଟେଷ୍ଟ ତ କହ, ମା କ'ଣ କହୁଛି ଶୁଣନ୍ତୁ। ହଉ, ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍।
ଫେସବୁକ୍ରେ ଦେଖୁଥିଲେ ତାକୁ ଫଲୋ କରିନିଅନ୍ତୁ। ଧନ୍ୟବାଦ।